ଏଠି ଆମର ଖାଇବାକୁ ପଇସା ନାହିଁ, ଏଠି ଆମର ଗାଡ଼ି ଦେଖିଲାନି, ଗାଡ଼ି ଆଣିବ। ହଁ ଦରମା ମିଳିଲା 2-3 ହଜାର ରଖିତେ ଚଳିବୁ କ'ଣ? ଯାହା ବି ଆମର ଏଇଥର ଗୋଟେ ଆମେ ଗାଁକୁ ପଳେଇଲେ ବୋଲି ଟିକେ ବେଶୀ ଅସୁବିଧା ନା ଆଉ ଆର ମାସଠୁ କ'ଣ ଯାହା ବି ହେଲେ ଆମର କି ସ୍ୱପ୍ନ, ପଇସା ନାହିଁ ଚଳିବାକୁ, ସ୍ୱପ୍ନ ପ୍ରବଳ। 5-7 ଯାହା ବି ହେଲେ 5-7 ହଜାର ବଳିବ ନା ବଳିବନି, ଆଡ଼ଜଷ୍ଟ କରିକି ଚଳିବା। ଗାଡ଼ିଟେ ଆଣିବ, ଗାଡ଼ି ଆଣିବ, ଖାଇବାକୁ ପଇସା ନାହିଁ, ଗାଡ଼ି ଆଣିବ। କି ସ୍ୱପ୍ନ ୟାର, କେତେ କ'ଣ ସ୍ୱପ୍ନ ଦେଖି, କେତେ ମୋବାଇଲ ସ୍ୱପ୍ନ ଦେଖିଦେଉଛି, କେତେ ଗାଡ଼ି ସ୍ୱପ୍ନ ଦେଖେ। ଆମର ବଡ଼ ବଡ଼ ସ୍ୱପ୍ନ, ଛୋଟ ସ୍ୱପ୍ନ ବୋଲି କିଛି ନାହିଁ। ନାଇଁ ଯୋଉ ଏଇଟା ତ ମୋବାଇଲଟା ତ ଆମର ଅଛି ଇଏ ଆପ୍, ସେଇଟା ଆମର ମାସକୁ ଏଇଟା କରିଦେଇ, ଏଇଟା ବି ଆମେ ରଖିବା ଖୁସିରେ ପଇସା। ସକାଳୁ ଉଠୁ ଉଠୁ ଗାଡ଼ି ମୋବାଇଲ ଚିନ୍ତା ଧରାଗଲା। ସକାଳୁ ନୁହଁ, ମୁଁ କେବେଠୁ ଭାବିକି ରଖିଛି। ମୁଁ ଖାଲି ସବୁବେଳେ ଗାଡ଼ି ଖୋଜେ, ନୂଆ ଗାଡ଼ି ଆଇଲା କି କ'ଣ, ଭଲ ଗାଡ଼ି, ଏମିତି ଭଲ ଗାଡ଼ି ଆଇছে, TVS ବଢ଼ିଆ ଗାଡ଼ି। ଏଇଟା କେବେଠୁ ବାହାରିଲା, ମୁଁ ନୂଆ ଦେଖିଛି। ଏଇଟା ବାହାରିଲାଣି କେବେଠୁ, କିନ୍ତୁ ଏବେ ନୂଆ ମଡେଲରେ ଆସିଛି। ଦେଖେ ଗାଡ଼ିଟା भाई 2025 में टीवीएस रेडर में भी किक ऑप्शन यार कंपनी ने दे दिया है, ये आप ଏଇ ଗାଡ଼ିଟା ଏଇଟା ଭଲସେ ନାଲି ଟିକେ ଅଛି ଯୋଉଟା, ଏଇଟା ଭଲ ଦେଖିବ, ମାନେ ଭଲସେ ଦେଖିଦେବ। ଭଲ ଲାଗୁନି ନା ଗାଡ଼ିଟା, ଭଲ ଲାଗୁନି ତମକୁ? କାହାର କୋଉ ଚିନ୍ତା, ୟାର ସକାଳୁ ଉଠି ପଇଲେ ଗାଡ଼ି ମୋବାଇଲ ସାର୍ଟ ଡ୍ରେସ୍, ୟାର ହେଲା ଏଇ ଚିନ୍ତା, ଆଉ କିଛି ସମସ୍ତଙ୍କର ଗାଡ଼ି ଅଛି, ଆମର ତ ପଇସା ଅଛି ଗାଡ଼ି ଆଣିଲା, ଆମର ପଇସା ଥିଲେ ଗାଡ଼ି ଆଣିବ ନା। ଆମେ ରଖିବା, ଆଖି ବୁଝୁ, ଯାହା ବି କଷ୍ଟ ମଷ୍ଟ କରିକି 2,000-3,000 ରଖିବା। ସେ ପୁଣି ୟୁଟ୍ୟୁବରେ ଦେଖୁଛୁ ଗାଡ଼ି, ୟୁଟ୍ୟୁବ ଗାଡ଼ି ଦେଖିକି ମୋତେ ଦେଉଛି, ଜାଣିପାରୁଥିବ। ଆଉ ହଠାତ୍ ସୋରୁମ୍ ଯାଇକି ଭଲ ମନ୍ଦ ବୁଝିପାରିବ। ପ୍ରଥମ ମାନେ ଗାଡ଼ି ହେଲେ ସୋରୁମ୍ ଆଣନ୍ତି ନା ଏଇଠି ଅନଲାଇନ୍ ଆଣିବା ଗାଡ଼ି? ସୋରୁମ୍କୁ ଯିବ ବୁଝିବ, ହେଲେ କ'ଣ କେଉଁ ଗାଡ଼ିଟା ଭଲ ହେବ ଇଏ ହେବ, ଏଇଠୁ ସିନା ଦେଖିଦେଲେ ଯାଇକି ସେଇ ସୋରୁମ୍ରେ ଯାଇକି ଏଇ ମଡ଼େଲଟା ଅଛି କି ନାହିଁ ବୁଝିକି କେତେ ଟଙ୍କା ପଡ଼ିବ କ'ଣ, କେତେ ଟଙ୍କା ପଡ଼ିବ କ'ଣ, ଆଉ ଗାଡ଼ି ବିଷୟରେ ଭଲସେ ଜାଣିଥିଲେ ସିନା ସେଇଠି ଦେଖିପାରିବ। ତ ମୂଳରୁ ତ ଆମେ ଗାଡ଼ି ବିଷୟରେ କିଛି ଜାଣିନଥିବା, ସୋରୁମ୍କୁ ଯିବା, ସେ କହିଦେବ ଏଇଟା ନେଉନ ସେଇଟା ନେଉନ, ସବୁ ଦେଖିକି ମନ ହେଇଯିବ। ଆଉ ଗୋଟେ ଗାଡ଼ି ବିଷୟରେ ଜାଣିଥିଲେ ସିନା ଏଇ ଗାଡ଼ିଟା ଆଣିବ। ଗୋଟେ ପସନ୍ଦ ଅଛି ନା ନାହିଁ, ପୁଣି ଗୋଟେ ଗାଡ଼ିଟେ ଆଣିବ, ଭଲ ଗୋଟେ ଗାଡ଼ିଟେ, ମିଡ଼ିୟମ୍ ଗାଡ଼ିଟେ, ନା ବେଶୀ ହାଇ ନା ବେଶୀ ଲୋ, ଆମ ମିଡ଼ିଲ୍ କ୍ଲାସ୍ ଲୋକ ଭଳିଆ, ମାନେ ଯେମିତି ଇଏ ଗାଡ଼ିଟା ଆରେ ପଇସା ରହିବ ଆଗରୁ, ପଇସା ନାହିଁ, ଗାଡ଼ି ଚିନ୍ତା, ୟାର ଗାଡ଼ି ଚିନ୍ତା। ଯାହା ହଉ ଖାଇବାକୁ ପଇସା ନାହିଁ, କାଙ୍ଗାଳି ହଉଛି ବାହାରେ ରହିକି, ପୁଣି ଏଠି ଗାଡ଼ି ଆଣିବାକୁ ସ୍ୱପ୍ନ ଦେଖୁଛି। ଏଇଠି ଆମର TVS ଅଛି ବା, ବୁଝିବା ଏମ୍ଆଇରେ ବି ଦେବ। ଏମ୍ଆଇରେ ସବୁ ଖାଲି କିସ୍ତି କରିଦେବା। ଆମେ ପ୍ରଥମେ ଆଗ 50-60 ହଜାର କରିଦେବା, ତାପରେ ଯାଇକି ବୁଝିବା ଏଇ ଗାଡ଼ିଟା ଏମ୍ଆଇରେ ଦେଉଛନ୍ତି କି ନାହିଁ। ଦେଖିବା ହେଇଯିବ ମାସ ହବନି, ତଥାପି 1.5 ବର୍ଷ ଖଣ୍ଡେ ଲାଗିବ। ଏମିତି କାହିଁକି ହେଉଛି, ବସୁନ ଚୁପଚାପ, କେମିତି ହେଉଛି ଦେଖିଲେ ସେ। ଏଇ ତରକା ବୁଝିବ ତା ଛାଡ଼ିଦେ, ଆଗ ଗାଡ଼ିଟା କରିବା, ମୋବାଇଲଟା ହେଇଯିବ। ସେ ଗାଡ଼ି କଲେ ଲାଇସେନ୍ସ ଦରକାର, କେତେ କ'ଣ ଦରକାର ନା ଖାଲି ଲାଇସେନ୍ସ କରନ୍ତୁନି, ବୋଲା ବାଇକ୍ ଚଲେଇଲା ଆଉ ଲାଇସେନ୍ସ କରନ୍ତିନି, କି କଥା କହୁଛ? ମୋର ତ ଯୋଉ ପାଠ, ଏକର ମୂର୍ଖ। ଲାଇସେନ୍ସରେ କି ପାଠ, ଲାଇସେନ୍ସ ଗଲେ ପରୀକ୍ଷା ଦେବାକୁ ପଡ଼ିବ। ପରୀକ୍ଷା କ'ଣ ପରୀକ୍ଷା, ଏଠି ତମ ଆପ୍ଲାଏ କରିବ, ଆପ୍ଲାଏ କଲା ପରେ ସେଠି ଯୋଉଠି ଲାଇସେନ୍ସ ମିଳିବ ସେଇଠି ଗାଡ଼ି ତମକୁ ଟେଷ୍ଟ ନେବେ, ତମେ କେମିତି ଚଲଉଛ, ଇଏ ବଙ୍କା ଟଙ୍କା ଯୋଉ ହେଇଥିବ ସେଇଠି ତମର ପରୀକ୍ଷା ନେବେ, ତମେ ଗାଡ଼ି ଚଲେଇ ପାରୁଛ କି ନ ଚଲେଇ ପାରୁଛ। ମୁଁ ତ ସ୍କୁଟି ଚଲାଉଛି, ମୁଁ ତ ଗାଡ଼ି ଚଲା ଶିଖି ନାହିଁ। ମୁଁ ଗାଡ଼ି ଚଲେଇ ଶିଖିନି, ସେଇଠି ସ୍ଲୋ ଚଲାଉନି ନା କ'ଣ, ସେଇଠି ସ୍ପିଡ଼ି ଚଲେଇବ ନା କ'ଣ, ଏଇ ଗୋଲ ହେଇଥିବ, ଏସ୍ ଭଳିଆ ହେଇଥିବ, ସାପ ଭଳିଆ ହେଇଥିବ। ତୁମ ରାତିରେ ଶୋଇକି ଭାବୁଥିଲୁ ନା କ'ଣ ଏଇ ଗାଡ଼ିଟା ଆଣିବି, ଏମିତି କହିବି, ତତେ ସବୁ ମାନେ ମୁଁ ଭାବିଲିନି ଯେ ସ୍ୱପ୍ନ ଦେଖୁଛୁ ରାତିରେ? ଦେଖେ ଟିକେ ମଝିରେ ଦେଖେ କେଉଁ ଗାଡ଼ି ଆସିଲା କି ନାହିଁ ନୂଆ ମଡ଼େଲ। ଏଇଠି କାଲି ରାତିରେ ମୁଁ ସର୍ଚ୍ଚ କରୁ ଦେଖିଲା ବେଳକୁ, ମୁଁ ଆଉ କେତେ ଦିନ ହେଲା ଦେଖିନଥିଲି ନା, ସର୍ଚ୍ଚ କରୁ ଦେଖିଲା ବେଳକୁ ଆଇଛି TVS ରାଇଡର ଆଇଛି। ରାତିରେ ଇଏ ଶୋଉନି, ଏଇ ଖାଲି କେଉଁ ମୋବାଇଲ ଲଞ୍ଚ ହେଲା, କେଉଁ ଗାଡ଼ି ଲଞ୍ଚ ହେଲା, ସେଆକୁ ଦେଖୁଛି। ଖାଲି ବଡ଼ ସ୍ୱପ୍ନ, ଗାଡ଼ି ମୋବାଇଲ, ଛୋଟ ସ୍ୱପ୍ନ କିଛି ନାହିଁ। ଦେଖିବ ମୋର ଔକାତ କମ୍, ଟଙ୍କାଟା ପଇସାର ଔକାତ ନାହିଁ। ଚାହିଁଲେ ହେଇପାରିବ, କିଏ କହିଲା ତମେ ଯଦି ମନରେ ଚାହିଁବ ହେଇପାରିବନି। ସ୍ୱପ୍ନ ମାନେ ତମେ ମନ ଭିତରେ ଦୁର୍ବଳ ହେଇଯାଉଛ, ମୁଁ ଏଇଟା କରିପାରିବିନି, ମୁଁ ଏଇଟା ଆଣିପାରିବିନି, ସେମିତି ହେଲେ କିଛି ଆଣିପାରିବୁନି। ଦେଖିବ ମନ ଭିତରେ ତମେ ବଳ କରୁନ, ଦମ୍ଭ କରୁନ, ଦେଖିବ କରିପାରିବ। ଦମ୍ଭ ଜିନିଷ ଆଗର
ପଇସା ଥିଲେ ତ କିଛିଟା ପଇସା ଥିବ ଯଦି ମନ ବଳ କରିବ ନା। ଆମ ଭଳିଆ ଲୋକ ଆମେ କ'ଣ ହଠାତ୍ ନଗଦ କ୍ୟାସ୍ ଦେଇକି ଆଣିପାରିବା? ଆମ ଭଳିଆ ଲୋକ ଯାହା ବି ହେଲେ କିଛି ନା କିଛି ଧାର ଉଧାର କରିକି ନହେଲେ କିସ୍ତି ମିସ୍ତି କରିକି ଆଣିପାରିବା। ଆଉ ଆମେ କ'ଣ ବେଶୀ ଧନୀୟର ହେଇଛେ ନା କ'ଣ ନଗଦ କ୍ୟାସ୍ ଦେବା ଆଣିପାରିବା? ଆଉ ଧାର ଉଧାର କରିକି ଆଣିପାରିଲି ନା ଗୋଟେ ଜିନିଷ କଥା। ସକାଳ ସକାଳ ଉଠି ପଇଲା ଆର ଗାଡ଼ି ମୋବାଇଲ ଜିତା ୟାର କାର କୋଉ ଚିନ୍ତା ୟାର ଗାଡ଼ି ମୋବାଇଲ। ତମେ ଯୋଉ କହୁଛ ଠାକୁର ଭଳିଆ ଲୋକ ସାହାଯ୍ୟ ମାଗିଥିଲେ ପଥରର ହାତ ପାଦ ତଳେ ପଡ଼ିଥିଲେ, ଆଉ ତମେ ଏମିତି କହୁଛ ଏମିତି ମୋର ନଗଦ କ୍ୟାସ୍ ଦେଇକି ଆଣିବେ, ଏମିତି ତମେ ଆଉ କାହାଠୁ ଧାର ଉଧାର କରିବନି। କୋଉ ଠାକୁର ସାହାଯ୍ୟ ମାଗିଥିଲେ ତୁ ଦେଖିଥିଲୁ? ରାମ ଠାକୁର। କୋଉ ଠାକୁର? ରାମ। କାହାକୁ ମାଗିଥିଲା ସାହାଯ୍ୟ? ସେ କିଏ ମୁଁ ତା ନାଁ ଜାଣିନି, ପଥର ଗୋଡ଼ ଧରିଥିଲେ। ସେ ଠାକୁର ଭଳିଆ ଲୋକ ହେଇକି ଛୋଟ ଜିନିଷ ଗୋଡ଼ ତଳେ ପଡ଼ିଥିଲେ। ଆଉ ତମେ ତ ମଣିଷଟେ, ଏମିତି କାହାଠୁ ସାହାଯ୍ୟ ମାଗିବନି, କାହା ପାଖରେ ଏମିତି ନଇଁବନି। ହଉ ଯା ତୁ ଆଗର ଯା ରୋଷେଇବାସ କର ଖା, ତା ଗାଡ଼ି କଥା ପରେ ଚିନ୍ତା କରିବା। ନାଇଁ ସମସ୍ତଙ୍କୁ ଅଛି, ଆମେ ଆକୁ ତାକୁ ମାଗିକି ଯାଉଛେ। ଆମ ନିଜର ଗୋଟେ ଗାଡ଼ି ଥିଲେ କେତେ ବଢ଼ିଆ, ଯେତେବେଳେ ଚାହିଁବା ଯୁଆଡ଼େ ଯିବା। ହଉ ସ୍ୱପ୍ନ ରଖିତେ ଦେଖିବା ପରେ ପୂରଣ କରିବା। ଗେଲ କରିଥିଲା ମାମା ଖାଇଦେଲୁ ଏଠି ଖାଇଦେ, ସବୁବେଳେ ଖାଇବାକୁ ଏଇଠି ହଇରାଣ ଗଲା ଏଠି। ଖାଲି ସକାଳୁ ଉଠି କୁରକୁରି ଖା, କୁରକୁରି ଖାଇଲେ ଭଲ ନା ଏସବୁ। ସବୁବେଳେ ଉଠୁଛି କୁରକୁରି ଖୋଜୁଛି ବା, କୁରକୁରି ଦେ। କୁରକୁରି ଦେ, ଖାଇ ସାରିଲା ପରେ ତା କୁରକୁରି ଖାଇବୁ, ଦେ ନା କୁରକୁରି। ମୁଁ ଯାଉଛି ତ ଅଙ୍ଗନବାଡ଼ି ତାଙ୍କର ଅଣ୍ଡା ଛତୁଆ ନେଇ ଆସିବ ଏଇଠି ଖୁଆଇର। ଆଉ ବବିଲ ବିଟୁର 3 ବର୍ଷ ତ କ'ଣ ଛାଡ଼ିବୁ, କଥା କହିପାରୁନି ତାକୁ ଛାଡ଼ିବୁ, ଜାଣିପାରୁ ନା। ସେ କଥା ଏ ଯୋଉ 3 ବର୍ଷର ଛୁଆ ଯାଆନ୍ତି ଅଙ୍ଗନବାଡ଼ି, ସେ କ'ଣ କଥା କହିବେ କି ନା ତାଙ୍କୁ ପାଠ ପଢ଼େଇବେ? ଏଇଠି ତ ଖେଳଣା ଭଳିଆ ପାଠ, ମାନେ ଖେଳଣା ଭଳିଆ ପଢ଼େଇବେ। ସିଏ ତାଙ୍କୁ ଖାଲି ଜଗିବେ ଏଇଠି ଅଙ୍ଗନବାଡ଼ି ଦିଦି ଏଇଠି ଜଗୁଥିବେ, କାଳେ କିଏ ମାଡ଼ ଗୋଡ଼ ହେଉଛି ବସିକି ଅନେଇଥିବେ। ଏମିତି ସବୁ ଛୋଟ ଛୁଆ ଏଇନେ ସେ ପାଠ ପଢ଼େଇବେନି, ଖାଲି ଟିକେ ଟିକେ କହିବେ, କିଛି ପାଠ ପଢ଼େଇବେନି। ହଁ ତାକୁ ଖୁଆଇ ତ ମୁଁ ଯାଇନି ତାଙ୍କ ଅଣ୍ଡା ଛତୁଆ ନେଇକି। ପଚାରିକି ଆସିବା ତ। ଆମ ପୁଅଟା 3 ବର୍ଷ ହେଲାଣି, ଆଉ ନା ଆମ ତ ଏଠି ନାଁ ଉଠୁନି, ସେମିତି ଖାଲି ଆମ ପୁଅଟା ଆସିକି ବସିଲେ ଅଙ୍ଗନବାଡ଼ିରେ ହବ ନା ନାଇଁ? ଯାଏ ମାଲିକ ଘର ଅଙ୍ଗନବାଡ଼ିରୁ ତାଙ୍କର ଅଣ୍ଡା ଛତୁଆ କହିଥିଲେ, ଏଇଲାଣି 4-5 ଦିନ ମୋର ମନେ ନାହିଁ। ନେଇ ଆସିବା ତାଙ୍କର ବି କହିଥିଲେ ଆଣିବା ପାଇଁ। ଅଙ୍ଗନବାଡ଼ି ଯାଉଥିଲେ ଅଭିଆ ମୋତେ କହିଲେ, ମୁଁ ଆଜ ଧରିକି ଆଇଲି ତ ଗୋଟେ ତାଙ୍କର ଅଣ୍ଡା ଛତୁଆ ଧରିକି ପଳେଇ ଆସେ ମାଲିକ ଦେଇକି, ତାପରେ ଆସିକି ଇଆଡ଼େ କାମ ଟିକେ ଅଛି, କାମ କରିବା ଆଉ। ଚାଲ ଯିବା ନେଇକି ଆସିବା ଅଣ୍ଡା ଛତୁଆ। ଆମ ପୁଅ ତ ବଡ଼ ହେଇନି, ବଡ଼ ସେ ଯାଇଥିଲେ ତାକୁ ହିଁ ମିଳିଥାନ୍ତା, ସେ ତ ଯାଉନି, ତାକୁ ତେବେ କୁଆଡ଼ୁ ଗଲେ ମିଳିବ ତାକୁ। ଯିବା ନେଇକି ଆସିବା। ବ୍ୟାଗ୍ ପତ୍ର ଧୋଇଲି, ଏବେ ଚାଲିଲି ଅଙ୍ଗନବାଡ଼ି ଅଣ୍ଡା ଛତୁଆ ନେଇକି ଆସିବି। ବ୍ୟାଗ୍ ଥିଲେ ତାଙ୍କର, ଗାଡ଼ି ତ ଏଇଠି ଅଛି ଆଉ। ନେଇକି ଆସିବା, ଗେଟ୍ ଖୋଲା। ଯିବା, ଆସିଲେ ଦେଖିବା କ'ଣ କରିଦେଲେ। ବ୍ଲକ୍ ଅଫିସ୍ ଭିତରେ ଅଣ୍ଡା ଛତୁଆ ଦେବେ, ୟା ଭିତରେ ଅଙ୍ଗନବାଡ଼ି ଅଛି। ପଳେଇଲିଣି ବଜାରକୁ, ଯିବା ନେଇକି ଆସିବା, ଭିତରକୁ ଯିବା ଏବେ। ସ୍କୁଲ ଅଙ୍ଗନବାଡ଼ି ସବୁ ୟା ଭିତରେ ଅଛି, ଅଫିସ୍ ପଞ୍ଚାୟତ ଯେତିକି ଅଫିସ୍ ୟା ଭିତରେ ଅଛି। ଧୀରେ ବସିଛନ୍ତି। ପହଞ୍ଚିଗଲି, ଆସି ଯିବା ଆସିବା ଭିତରୁ। ଅଙ୍ଗନବାଡ଼ି ଦିଦି ମନା କଲେ ଯେ ଅଣ୍ଡା ଦେବେନି, କହିଲେ ଯାହା ନାଁରେ ଅଛି ସେ ଆସିବେ, ଏବେ ନିୟମ ହେଇଯାଇଛି ଫଟୋ ଉଠେଇଲେ ଅଣ୍ଡା ଆଉ ଛତୁଆ ଦେବେ। ଆଉ ମୁଁ ପଳେଇ ଯାଉଛି ଘରକୁ, ତାଙ୍କୁ ଫୋନ୍ କରିକି ମାଲିକ ଘର କହିଦେଲି, ସେ କହିଲେ ତୁମେ ପଳେଇ ଆସ, ଆମେ ଯାଇକି ଫଟୋ ଉଠେଇ ଦେଇ ଆସିବୁ, ତାକୁ ତୁମେ ନେଇ ଆସିବ।
ମୁଁ ପଳେଇ ଯାଉଛି। ସେ ତାଙ୍କ ଫଟୋ ଉଠେଇ ସାରିଲେ ମୁଁ ଆସିକି ନେଇକି ଯିବି ଆଉ। ଚାଲ ଯିବା ପଳେଇବା। ତ କିଛି ଦେଲେନି, ମନା କଲେ, କହିଲେ ଯାହା ନାଁରେ ଅଛି ସେ ଗଲେ ଫଟୋ ଉଠିଲେ ଦେବେ। ଆଉ ମୁଁ ଆମର କମ୍ପାନୀ ଭିତରୁ ପଳେଇବି। ସବୁ ପଡ଼ିଛି ଆମର ମେସିନ୍ କାମ ଚାଲିଛି 3 ଦିନ ହେଲା ଚାଲିଛି, ତଥାପି ହେଇପାରୁନି ମେସିନ୍। ସେ ଜିନିଷ ସବୁ ଥୁଆ ହେଇଛି, ସବୁ ଯେତିକି ସବୁ ମେସିନ୍ କଟର ଫଟୋ ସବୁ ଥୁଆ ହେଇଛି ଏଠି। 3 ଦିନ କାଳ ଆମର କାମ ଚାଲିଛି। କାଲି ରାତିରେ କାମ 10ଟା ପର୍ଯ୍ୟନ୍ତ ଚାଲିଥିଲା। ଏଇଟା ଯାଉନା ୟା ଭିତରେ ଫାଟି ଯାଇଛି। ଏଇ ସବୁ ପାଣି ରହୁଛି, ଏଇଟା ଫାଟି ଯାଇଛି ତା ୟା ଦେହରୁ ପାଣି ଗଳୁଛି। ଏଇଟା ଓଲ୍ଡିଂ ପାଇପ୍, ନୂଆ ପାଇପ୍ ପୁରେଇକି ୟା ଭିତରେ ଏଇଟା ଓଲ୍ଡିଂ ହେଇଯାଏ। ତଥାପି ଏପଟେ ପାଣି ଲିକେଜ୍ କଲା। ଏଠି ଆଉ ଗୋଟେ ଏଇଟା ହେଇଗଲା, ଏଠି ଆଉ ଗୋଟେ ଫାଟି ଯାଇଛି, ଏଥିରେ ପାଣି ଗଳୁଛି। ଆଉ ରାତି 11ଟା ବାଜିଲା, ଆଉ କାମ ଛାଡ଼ି ଛୁଟି ପଳେଇଲେ। ସେ ମିସ୍ତ୍ରୀ ହେଇକି ପଳେଇଲେ। ଆଉ ଖୋଲାଖୋଲି କରିକି ପକେଇ ସବୁ ପଡ଼ିଛି, ଏଠି ସବୁ ଖୋଲା ହେଇକି ପଡ଼ିଛି। ମେସିନ୍ଟା ପୁରା ଖରାପ ହେଇଯାଇଛି, ସବୁ ଖୋଲାଖୋଲି ପଡ଼ିଛି। ଆଜି ମିସ୍ତ୍ରୀ ଆସିବେ ବୋଲି କହିଛନ୍ତି, 2ଟା 3ଟା ବେଳକୁ ଆସିବେ ଦେଖିବା ଆଜି ହେଇପାରିବ ନାହିଁ କ'ଣ ଦେଖିବାକୁ ପଡ଼ିବ ଆଉ। କାମ ତ ଏ 10-12 ଦିନ ହେଲା କମ୍ପାନୀ ପୁରା ଛୁଟି ହେଇକି ରହିଛି, ସବୁ ଖୋଲାଖୋଲି ହେଇକି ଛତା ପଡ଼ିବ। ଦେଖିବା ଆଜି ମିସ୍ତ୍ରୀ ଆସିବେ କ'ଣ କରିବେ କି ନ କରିବେ, ଦେଖିବା କରିପାରିବେ ଆଜି ହେବ କି ନ ହେବ ମୋତେ ବି ଡାଉଟ୍ ହେଉଛି। ଯଦି ହେଇଗଲା ଭଲ କଥା, ନହେଲା ପୁଣି ଆଉ 1 ଦିନ ଯିବ, ଆଉ ଟାଇମ୍ ଲାଗିବ ଆଉ ହେଲା ବେଳକୁ। ଆଉ ମେସିନ୍ଟା ହେଇଲାନି 8-10 ବର୍ଷ ହେଇଲାନି ଟୋଟାଲ୍ ମେସିନ୍ଟା ଖୋଲା ହେଇକି ବାଗା ହେଇଗଲାଣି। ଏଇଥିରେ ଖରାପ ହେଲା 10 ବର୍ଷ ପରେ ମେସିନ୍ ଖରାପ ହେଇଛି। ଭଲସେ ଖରାପ ହେଇଛି ଆଉ, ସେଥିପାଇଁ ଜଲ୍ଦି ହେଉନି ମେସିନ୍ଟା। ଆଉ ମେସିନ୍ଟା ହେଇଗଲେ ତା କାମ ଷ୍ଟାର୍ଟ କରିବା। ମଇଦା ଗୁଡ଼ା ଥୁଆ ହେଇଛି ରହିଛି, ସେଥିପାଇଁ 3ଟା ମଇଦା ଆଣିଥିଲି, ଆଉ ମଇଦା ଆଣିଥିଲି ବେଶୀ। ମିସ୍ତ୍ରୀ ଏଇସବୁ ମିସ୍ତ୍ରୀର ଜିନିଷ ସେ ନେଇକି ଆସିଲେ ରଖିଦେଇକି ଯାଇଛନ୍ତି। କାମ ହେବ ତ ରଖିଦେଇକି ଯାଇଛନ୍ତି। 2ଟା ବେଳକୁ ଆଇଲେ କାମ ହେବ। ଏବେ ଯିବା ଚାଲ ଟିକେ ଉପରକୁ, ଖାଇବା ପିଇବା କରିକି ରେଡ଼ି ହେଇକି ଆସିବା। ଦେଖିବା ଆଉ କ'ଣ କାମ ଅଛି, ଯଦି ମିସ୍ତ୍ରୀ ଆସିଲା କାମ କରିବା, ନହେଲେ ସେ ଉପରେ କାମ ଟିକେ ଅଛି କରିଦେବା। ଆଉ ଆମ ରୁମ୍ରେ କାମ ଅଛି, ଟିକେ ସାରିଦେବା କାମ। 2 ଦିନରେ ଖରାଟା ବି ଜୋର ହେଉଛି, ପ୍ରବଳ ଖରା ହେଉଛି, ଗରମ ଜୋର ଲାଗୁଛି। ଦେଖିଦିଅ ଆଉ ସାମାନ କ'ଣ ପଡ଼ିଛି ବାହାରେ ସବୁ। ଠିକ୍ ଅଛି, କାମ ତ ହେବ। ଆଉ ସାମାନ ଜିନିଷଟାକୁ ଭିତରକୁ ଆଣିବା ଠିକ୍ ନୁହଁ। ଆଉ କାମ ହେଇସାରିଲା ପରେ, ସରିଲା ପରେ ଯାଇକି ଉଠାଯିବ ସବୁ। ଏବେ ଯିବା ଚାଲ ଉପରକୁ। ସେ ଝାଡ଼ା ଯିବ ତ, ସେଥିପାଇଁ ମାନେ ଭୁକୁଛି ଜୋରରେ ଅନେଇକି। ଆଉ ନିଜେ ଟିକେ ଝାଡ଼ା କରି ଆଣିବା ଉପରକୁ। କ'ଣ ହେଇଛି ଆଜି ଆସିବେ ବୋଲି କହୁଛନ୍ତି ନା କ'ଣ? ହାଁ ବାପା ନା ମିସ୍ତ୍ରୀ ଆସୁଛନ୍ତି ଦେଖିକି ପଳଉଛନ୍ତି। ଶିବରାଜ ତା ବାପା ସହିତ କଥା ହେଉଛି, ସେ ଆସିବେ ତ ଏଠିକି। ଗାଡ଼ି ଚାଲୁନି, ବସ୍ ବନ୍ଦ ଅଛି, ସେଇ ବିଷୟରେ କ'ଣ କଥା ହେଉଛନ୍ତି। ଆଉ ପୁଣି ଆଜି ସଜେଇବା, ଆଜି ଯଦି ହବ ତାହେଲେ ଚାଲିବ। 10 ମାସେ ଖଣ୍ଡେ କମ୍ପାନୀ ବନ୍ଦ ହେଇଗଲାଣି। ଆସିବେ ନା କ'ଣ? ଆସିଥାନ୍ତି ଯେ ଗାଡ଼ି ଦେଖୁନ ଚାଲୁନି। ଗାଡ଼ି କାଲି ଚାଲିବ ବୋଧେ, ଗାଡ଼ି କାଲିଠୁ ବସ୍ ଚାଲିବ ବୋଧେ। ବସ୍ ବନ୍ଦ ଅଛି, ଟ୍ରକ୍ ଗୁଡ଼ା ଗୋଟେ ଯାଉଛି, ମୁଁ ଦେଖୁଛି ବାଟରେ। ହଁ ମୋ ଶ୍ୱଶୁର ଆସିକି ରହୁଛନ୍ତି ତ। ବନ୍ଦ ହେଇଛି ନା ଚାଲୁ। ମୋ ଶ୍ୱଶୁର ଆସିବେ ବୋଲି କହୁଥିଲେ, ଗାଡ଼ି ଖାଲି ବନ୍ଦ ଅଛି ବୋଲି ଆସିପାରୁନାହାନ୍ତି। ଆଉ କ'ଣ କରୁଛୁ ମିକୁ? ଗିଗି କରୁଛୁ? ହଁ ତୁ ଗିଗି କର। ତ ଅଜା ଆସିବେ ବୋଲି କହୁଛନ୍ତି, ଯିବୁ ଆଣିବାକୁ? ହଁ ମିଛ ଅଜା ଆସିନି, ଆଇଲେ ଯିବା ଆଣିକି ଆସିବା ହେଲା। କରିନାହାନ୍ତି, ସେଇ ସେ ବନ୍ଦ ହେଇକି ରହିକି ଆଉ ଚାଲୁନି, ଖରାପ ହେଇଗଲା। ଆଉ ସେଇଠି ତ ଆମେ ତାର ଗପ ଥାଏ, ମୋ କାମ କରେ। ମାସେ ଖଣ୍ଡେ ହବ ବୋଧେ ଆଜି ଗାଡ଼ିର ଚାର୍ଜର ନେବାକୁ, ଚାର୍ଜରଟା ନେଇକି ଯିବା। ଆଉ ତାଙ୍କ ଘରେ ପହଞ୍ଚିଲି। ଦେଇ ଘରକୁ ଆଇଥିଲି, ଏଇଟା ତାଙ୍କ ଘର। ଆଉ ଉପରକୁ ଆଇଛି, ସଜନା ଶାଗ 2ଟା ନେଇକି ପଳେଇବା। ଆଉ କାହିଁକି ଖାଲି ହାତ ଯିବା, ଚାର୍ଜର ନେବି, ଚାର୍ଜର ସହିତ ସଜନା ଶାଗ ବି ନେଇକି ପଳେଇବା। ଶାଗ ବି ଏଇଠି ଅଛି, ଚାଲ ଯିବା ଶାଗ ତୋଳିବା।
ଆଉ ଦେଇକି ଦୁଇଟା ଦେଇଦେବା ଆମର ଦୁଇଟା ମୁଁ ନେଇକି ପଳେଇବି। ଚପଲ ପିନ୍ଧିନି ସେମିତି ପଳେଇ ଯାଇଛି ଏଠି ଗୋଟେ ତାତି ଯିବରେ ଡର ଲାଗୁଛି ଆମ୍ବ ପତ୍ର ପଡ଼ିକି ଜାମ୍ ହେଇଯାଇଛି ସବୁ। ପୁରା କଅଁଳିଆ କଅଁଳିଆ ଶାଗ ହେଇଛି ଆଉ ଗଛ ପୁରା କଅଁଳିଆ କଅଁଳିଆ ଶାଗ ହେଇଛି। এটা আমার মালিকর জায়গা আছে ଆଉ ଦେଇ ମାନେ ମାଲିକ ତାଙ୍କ ଭଉଣୀ ଆସି ରହିଛନ୍ତି ଆଉ ଚାକିରି କରୁଛନ୍ତି କଟକ ରହିଛନ୍ତି ତାଙ୍କର ଏଠି ଆସିକି ଆଉ କାହିଁ ଭଡ଼ା ନେଇକି ରହିବେ ତାଙ୍କ ଜାଗା ଅଛି ରହିଛନ୍ତି ଆସିକି ଆଉ ବଢ଼ିଆ ଶାଗ କଅଁଳିଆ କଅଁଳିଆ ହେଇଛି ତୋଳିକି ନେଇକି ଯିବା ଆଉ ନେଇକି ଗଲେ ଭଜା ଯିବ ଭାଜିଲେ ଖାଇବା ପଖାଳ ସଜନା ଛୁଇ ଗୋଟେ ବୁଢ଼ା ହେଇଗଲାଣି ଏଇ ଗଛରୁ ଆମ୍ବ ନେଇ ଯାଇଥିଲେ ଆଉ ଆମ୍ବ ନାହିଁ ଗଛ ଗଛ ସବୁ ଆମେ ଖାଲି ଶାଗ ଗୁଡ଼ାକ ନେଇକି ଯିବା ଆଉ ଛୁଇଁ ତ ଖାଇବି ଆଉ କଅଁଳିଆ କଅଁଳିଆ ଶାଗ ଦେଖିକି ନେଇକି ପଳେଇବା ପୁରା ତୋଳିଦେବା ନେଇକି ଯିବା। ତୁଳା ସରିଗଲା ଏତିକି ଶାଗ ତୋଳିଦେନି ବହୁତ ଶାଗ ହେଇଗଲାଣି ଆଉ ଦେଇକି ଦୁଇଟା ଦେଇଦେବା ଆଉ ଅଳ୍ପ ଦୁଇଟା ମୁଁ ନେଇକି ପଳେଇବି ଆଉ ବର୍ଷା ଆଇଲାଣି ଜୋରରେ ପଳେଇବା ବର୍ଷା ଜୋରରେ ଖରା ହେଇଥିଲା ତ ଆଜବେଷ୍ଟ ତାତିଛି ପୁରା ଚାଲ ବହୁତ ଶାଗ ହେଇଗଲା ନେଇକି ଯିବା ଏବେ ଚାର୍ଜର ଧରିବା ସିଧା କମ୍ପାନୀକି ପଳେଇବା ରୁମ୍କୁ। ଏଇଟା ହେଲା ମୋର ସିଡ଼ି ଯିବା ଆସିବା ସିଡ଼ି ଦେଖିଲ କାନ୍ଥ ଚାଲ ଏବେ ଓହ୍ଲେଇ ଏପଟେ ଯିବା। ଶାଗ ନେଇକି ଆଇଲି ଶାଗ ଦିଟା ବି ଛଡ଼େଇଦେବା ହଁ ହଁ ଦକ୍ତା ଛଡ଼େଇଦେବା ଶାଗ ଛଡ଼େଇଲେ ପତ୍ର ଛିଡ଼େଇଦେବା ପତ୍ର ଛିଡ଼େଇ ସାରିଲା ପରେ ମାମା ଭାଜିଦେବ ଖାଇବା ପଖାଳ ହେଲା ହଁ ଶିବାନନ୍ଦ ସିଆଡ଼େ କାମ କରୁଛୁ ମୁଁ ଏଠି ମୋ ଛଡ଼େଇ ଦିଏ ସାର ଛଡ଼େଇ ଦିଏ ସେତିକି ସୁନ୍ଦର ଯେତିକି ଛଡ଼େଇ ଶିବାନନ୍ଦ ସେଇ ଛଡ଼େଇବ ଛଡ଼େଇଦେବା ହଁ ସେଇ ପଖାଳ ଗୋଟେ ଥର ଖାଇବା ପଖାଳ କରିଦେବୁ ଶାଗ ତ ଆଣିଛି ହଁ ହଁ ଶାଗ ଆଣିଛି ଶାଗ ଛଡ଼େଇ ଦିଏ ଟିକେ ସେ ତାର ଆସୁ ଆଉ ଯାହା ରହିବ ଶିବାନନ୍ଦ ଛଡ଼େଇବ ମୁଁ ମୋର ଅନ୍ୟ କାମ କରିବି ସେମିତି ଛିଡ଼ା ଯାଏନି ଛିଡ଼ା ନା ଛିଡ଼େଇ ପାରୁନି ଛିଡ଼େଉଛି ଆସିକି ନଷ୍ଟ କରୁଛି ଆସିକି ଥାଉ ବାଛି ଦେ ଶିବାନନ୍ଦ ଆସୁ ଥାଉ ଛିଡ଼େଇ ପକା ନା ଥାଉ ତ ଅଧା ବାଛିଦେଲା ଅଧା ଅଛି ତୁ ବାଛିବୁ ଆଉ ଏତିକି ଆସିଲି ଅଧା ନୁହେଁ କେତେ ଏବେ ତୁ ଆସିଲୁ ଏବେ ତୁ ବାଛେ ମୁଁ ଯାଉଛି ଛତ ବଜାର ମାଲିକ ପରିବା ତ ଧରିକି ଦୁଷ୍ଟ ହଉଛୁ ଶାଗ ଅଛି ରେଡ଼ି କରି ମୁଁ ଯାଉଛି ମାଲିକ ପରିବା ତ ଧରିକି ଆସେ ଫୋନ୍ କଲେଣି ମାଲିକ ପୁଣି ପରିବା ତ ଧରିକି ଆସିଲେ ମିସ୍ତ୍ରୀ ଆସେ ମେସିନ୍ଟା କାମ ହବ ଆମର ଯିବା ଧରିକି ଆସିବା ଆଉ କାମ ବନ୍ଦ ନାହିଁ ଇଆଡ଼ୁ ସିଆଡ଼ୁ ବେକାର କାମ ସବୁ କରିବାକୁ ପଡ଼ୁଛି ରଖିଦବ ଏଠି ଘୋଡ଼େଇକି ଗଲାବେଳେ ହଉ ଦେଖିବ ଗ୍ୟାସଟା ଦେଖିବ ଆଳୁ ବସେଇଛି ଦେଖିବ ଯଦି ଆଳୁ ଯଦି ଫୁଟିବଣି ଯଦି ଏପଟକୁ ବୁଲେଇ ଦବ ପୁରା ସ୍ଲୋ କରିଦବ ଚାଲ ନିଅ ପଣସ ନିଅ
ଗ୍ୟାସ୍ଟା ପୁରା ସ୍ଲୋ କରିଦେବି ହଁ ଏପଟକୁ ବୁଲେଇ ଦବ କୁଆଡ଼େ ଯଦି ଫୁଟିଯିବ ବସେଇଯିବା ଯଦି ଫୁଟିଯିବନି ତାହେଲେ ଏପଟକୁ ବୁଲେଇ ଦବ ହଉ କବାଟଟା ଦେଇକି ଯିବ ନହେଲେ ମିକୁ ପାଖକୁ ଘାଣ୍ଟି ଦବ କ'ଣ କାହିଁ ଫୁଟିଲାନି ମୁଁ ଜାଣିପାରୁନି କିଛି ନାହିଁ କ'ଣ ଦେଖ ତାତିଯିବ ହାତ ପାଣି ଫୁଟିଲାନି ଫୁଟିଲାଣି ହଁ ଆଉ ଯେମିତି ଘୁରାଇଥିଲା ଘୁରାଅ ଏପଟକୁ ବୁଲାଅ ଗ୍ୟାସଟା ପୁରା ସ୍ଲୋ ହବ ଟାଙ୍କି ଆଡ଼େ ନା ତ ଆଡ଼େ ମୋ ଆଡ଼େ ବୁଲୁ ନାହିଁ ବା କିଏ ଗଲା ବୁଲୁ ଚାପିକି ବୁଲାଅ ମୋ ହଁ ହେଲା ହଁ ଗ୍ୟାସ୍ କମିଲା ପୁରା କମେଇ ଦେଇଛି କବାଟ ଦେଇକି ଯିବ ହଁ ହଁ ନହେଲେ ଘାଣ୍ଟି କ'ଣ କ'ଣ କହୁଛୁ ନା ନା ପଳେଇ ତୁ ଖାଇକି ବାନ୍ତି କଲୁ ନାହିଁ ପଣସ ଖାଇଲା ଯେ ତା ତଣ୍ଟ ଲାଗିଲା ବାନ୍ତି କଲା ଆଉ ରଖିବା କି ନାହିଁ ପଳେଇ ନା ମାମା ବାସି ଦେଲେ ଖାଇ ପଳେଇ ମାମା ଏଠି ବାସି ଯା ନା ନା ନୁହଁ ଆସିଲେ ଖାଇବା କବାଟ ଦେଇଦିଅ ମୁଁ ଯା ମୁଁ ଯିବି କାମ ଅଛି ବା ମାମା ବାଛିକି ଦବା ଦୁଷ୍ଟ ହେଉଛି ତାକୁ ନେଇ ବାହାର କରିକି ଗେଟ୍ ଦେବାକୁ ପଡ଼ିବ କାମ ବନ୍ଦ ରହିଲେ ଏଇସବୁ କାମ କରିବାକୁ ପଡ଼େ ଯାଉଛି ଏବେ ସଉଦା ଆଣିବାକୁ ଖାତା ବ୍ୟାଗ୍ ଧରିକି ଟାଇମ୍ 2ଟା ବାଜିଲାନି ସେ ଦୋକାନ ବନ୍ଦ କରୁଥିଲେ ଖାତା ଦେଇ ଆଇଲି ସେ କହିଲେ 4ଟା ବେଳକୁ ଆସିକି ନେବୁ ଆଉ ବନ୍ଦ ହେଲାନି ଦୋକାନ ଦେଇ ହେବନି ତାଙ୍କ ଘରେ କହିଦେବୁ ଆଉ ଖାତା ଦେଇ ପଳେଇଲି 4ଟା ବେଳକୁ ଗଲେ ନେଇକି ଆସିବି ଆଉ ଦେଇ ଯାଉଛି ଏବେ ଗଲେ ତାଙ୍କୁ କହିଦେବି ଘରେ ଆଉ ସେ ମାମା ବାଜିଲାନି ଭାତ ଖାଇବା ଦୁଷ୍ଟ ନା ସୁଜନା ଶାଗ ଆଣିଥିଲି ପଖାଳ ଭାତ ଆଳୁ କଷା ଖାଇବା ଭୋକ ଲାଗିଲାନି 3ଟା ବାଜିଲାନି ଟାଇମ୍ ତ ଭାତ ଖାଇଛୁ ଏବେ ବା ନା ପଣସ ଖା ନା ପେଟ କାଟିବ ନା ପଣସ ଖାଇବିନି ନା ଦେ ମାମା ଦେଇକି ଭାତ ଗଲାନି ଭୋକ ଲାଗିଲାନି ଖାଇବୁ ଦୁଷ୍ଟ ନା ତୁ ଆଇଟମ୍ ସବୁ ରେଡ଼ି ହେଉଛି ଏକାଥରେ ଯିବୁ ବସିକି ନାଦିବି ଆଉ ଦୁଇ ଜଣ ଚାଲ ନେଇକି ଆ ଜଲ୍ଦି ଆଇଟମ୍ ଆସିକି ରେଡ଼ି ହେଇଗଲା ପଖାଳ ଭାତ ନାଦି ଦେବି ଏଇଖାଁ ପୁରା ମୁଁ ଆଉ ରହିପାରୁନି ଦେଖିକି ଭୋକ ଆଜି ଖାଇନଥିଲି ପରେ ସେଥିପାଇଁ ଦ୍ୱିପହର ନା ସକାଳେ ନିଜେ କହି ନିଜେ ଖାଇଗଲାନି ମତେ କହୁଥିଲା ନିଜେ ନାଦି ପକେଇଲାନି ମୁଁ ତ କହିଲି ତମକୁ ଆଗ ମତେ ଭୋକ ଖାଇଯା ଆଜି ସଜନା ଶାଗଟା କେତେ ଲାଗୁନି ଖା କଷି ପତ୍ର ଗୁଡ଼ା ଆଣିଛି ଆଉ ପିତା କୋଲ ଲାଗିବ ବୁଢ଼ା ପତ୍ର ଆଣି ପିତା ଲାଗିବ ତଥାପି ଟିକେ ଟିକେ ଲାଗୁଛି ହଁ ଅଛି ନା ବୁଢ଼ା ପତ୍ର ବି ଥିଲା ଏଠି ଦେଖ ଏଠି ବୁଢ଼ା ପତ୍ର ଗୁଡ଼ା ରଖିଦେଇଛ ବୁଢ଼ା ପତ୍ର ବି ତମେ ବାଛି ଦେଇଛ ଲୁଣ ପକେଇ ପୁରା ଭାଗ ମାପ କରୁଛି ଏଠି ଜାଣିବ ଲୁଣ ଭଲ ଲାଗେ ହଉ ଚାଲ ଖାଇବା ଏବେ ଅନ୍ୟ କେଉଁ ଶାଗ ଟିକେ ହେଇଥିଲେ ଭଲ ଲାଗିବ ହଉ ସେଥିରେ ସନ୍ତୁଷ୍ଟ ଅନ୍ୟ ଶାଗ ଖାଉଛି